पारछन्ति ଏହା ମୁଁ ଅତ୍ୟନ୍ତ ଗଭୀର ଭାବରେ ବିଶ୍ୱାସ କରେ। ଆଜି ବେଗୁନିଆର ଜଗନ୍ନାଥ ମନ୍ଦିର ପରିସରର ଏହି ଆମ୍ରକାନନ ଭିତରେ ଯେତେବେଳେ ମୁଁ ଠିଆ ହେଇଛି ମୋତେ ଗୋଟେ ଅଦ୍ଭୁତ ଅନୁଭବ ହେଉଛି ଯେ ଗୋଟେ ପବିତ୍ର ଭୂମିକୁ ମୁଁ ଆସିଛି, ଗୋଟେ ପବିତ୍ର ସ୍ଥାନରେ ଠିଆ ହେଇଛି, କିଛି ଅତ୍ୟନ୍ତ ଉଚ୍ଚ ଚିନ୍ତାଧାରା ଥିବା ବ୍ୟକ୍ତିମାନଙ୍କ ମେଳରେ ମୁଁ ଠିଆ ହେଇଛି। ଇଏ ବେଗୁନିଆ ସାହିତ୍ୟ ଘର ଯେଉଁ କାର୍ଯ୍ୟକ୍ରମକୁ ମୁଁ ଆସିଲି ୟା ପୂର୍ବରୁ ଏଠିକୁ ମୁଁ ଆସିଛି, ଆପଣମାନଙ୍କ ସହିତ ଆଗରୁ ମିଶିଛି, ଅନେକ ଭାଇମାନଙ୍କ ସହିତ ବାହାରେ କଥାବାର୍ତ୍ତା ହେଇଛି, ଅନେକ ଛୋଟ ଛୋଟ ପିଲା ଯେଉଁମାନେ କାର୍ଯ୍ୟକ୍ରମରେ ବିଭିନ୍ନ ଭୂମିକା ନେଉଛନ୍ତି ସେ ସମସ୍ତଙ୍କ ସହିତ ମିଶିଛି। ମୋତେ ଲାଗେ ଯେ ଇଏ ସ୍ଥାନର କିଛି ବିଶେଷତ୍ୱ ଅଛି, ଇଏ ଲୋକମାନଙ୍କ ହୃଦୟରେ କିଛି ଗଭୀର ଶ୍ରଦ୍ଧା ଅଛି, କିଛି ଆପଣାପଣ ଅଛି ଏବଂ ସେଇ ଶ୍ରଦ୍ଧା ଆଉ ଆପଣାପଣ ହିଁ ଭଗବାନ। ସେଇ ଶ୍ରଦ୍ଧା ଆଉ ଆପଣାପଣର ଯେଉଁ ସ୍ପର୍ଶଟି ଆପଣ ଦେଉଛନ୍ତି ମଣିଷକୁ ମଣିଷ ସହିତ ଯୋଡ଼ୁଛନ୍ତି ଏବଂ ମଣିଷ ଭିତରେ ଗୋଟେ ପ୍ରେମର ଆଉ ଶ୍ରଦ୍ଧାର ବାତାବରଣଟି ଆଣୁଛନ୍ତି, ୟାଠୁ ବଳି ବଡ଼ କାମ ଆଉ କିଛି ସଂସାର ନାହିଁ। ଆଜି ଦିନରେ ଆପଣମାନେ ଖବରକାଗଜ ଓଲଟଉଥିବେ, ଟିଭି ଦେଖୁଥିବେ, ଯେଉଁଭଳି ବିଭାଜନକାରୀ ଶକ୍ତିମାନେ ଆଜି ସକ୍ରିୟ ହୋଇଛନ୍ତି, ଯେଉଁ ଭାବରେ ବିଭେଦକାରୀ ଆଲୋଚନା ମାନ ଚାଲିଛି, ସୋସିଆଲ ମିଡ଼ିଆଟି ଖୋଲିଦେଲେ ଯେଉଁ ପ୍ରକାରର ସବୁ ଯୁକ୍ତି ତର୍କ ବାକ ବିତଣ୍ଡା ଚାଲିଛି, ଯେଉଁ ଭଳିଆ ପ୍ରସଙ୍ଗରେ ଆଲୋଚନା ସବୁ ହେଉଛି ଆମକୁ ବିଭ୍ରାନ୍ତ କରୁଛି, ବହୁତ ବିଭ୍ରାନ୍ତ କରୁଛି। କେବଳ ଆମକୁ ଏକାଠି କରିପାରିବା ଗୋଟେ ସାଧାରଣ ଶ୍ରଦ୍ଧା ଓ ବିଶ୍ୱାସ, ଯାହାକୁ ନେଇକି ଆଜି ଏ ସାହିତ୍ୟ ଘରର ଆୟୋଜନ। ନୂଆବର୍ଷ ଆସୁଛି, ମାତ୍ର ଗୋଟିଏ ଦିନ ପରେ ନୂଆବର୍ଷ ଆସୁଛି। କୁହାଯାଏ ଯେ ଏଇଟା ହେଉଛି ଯେ ଶେଷ ଟିନ୍ ମାନେ 19ଟା ହେଉଛି ଶେଷ ଟିନ୍ ଏଜ୍ ସରିଗଲା। ଇଏ ଏକବିଂଶ ଶତାବ୍ଦୀର ଟିନ୍ ଏଜ୍ ଶେଷ ହୋଇଯାଉଛି। ସେ ଟିନ୍ ଏଜ୍ର ଶେଷ ଦିନଟା କାଲି। ଆଜି ଯେତେ ଯୁବକମାନେ ବା କିଶୋରମାନେ ସବୁ ଏଠି ଅଛ, ଟିନ୍ ଏଜ୍ଠୁ ଭଳି ରୋମାଞ୍ଚକର ସମୟ ଜୀବନରେ ବୋଧେ ଆଉ କିଛି ନାହିଁ। ସବୁଠାରୁ ଅଧିକ ସମ୍ଭାବନାମୟ, ପ୍ରେରଣାମୟ ଏବଂ ଶକ୍ତିମୟ, ଉତ୍ସାହମୟ ଯେଉଁ ସମୟ ଯଦି କିଛି ଥାଏ ସେଇଟା ହେଉଛି ଏଇ ଟିନ୍ ଏଜ୍ର ସମୟ। ଏଇ ଟିନ୍ ଏଜ୍ ସରି ସରି ଆସୁଛି, ଗୋଟେ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ସମୟ ଆଗକୁ ଆସୁଛି। 2ଟା ଦଶନ୍ଧି ଶେଷ ହେଲା ଏବଂ ତାପରେ ତୃତୀୟ ଦଶନ୍ଧିର ଆରମ୍ଭ ହେବ 2020 ପାଖରୁ। ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ସମୟଟି ଆସୁଛି। ଇଏ ଯେଉଁ ସାମାଜିକ ପରିସ୍ଥିତି ଭିତରେ ଆମେ ଗତି କରୁଛେ, ଆମେ ଯଦି ଠିକ ଭାବରେ ଯେଉଁ କୁହନ୍ତିନି ଯେତେବେଳେ ବାତ୍ୟା ଚାଲିଥାଏ ସେତେବେଳେ ଜାହାଜଟାର ଯଦି ଲଙ୍ଗର ଦୃଢ଼ ଭାବରେ ନ ପଡ଼ିଛି ସେ ଜାହାଜ ଭାସିବ, ବିଭିନ୍ନ ଦିଗରେ କୋଉ ଦିଗରେ ଚାଲିଯିବ, କେମିତି ଲକ୍ଷ୍ୟଭ୍ରଷ୍ଟ ହେବ କହିବ ନାହିଁ। ନିଜକୁ ସ୍ଥିର ରଖିବା ପାଇଁ କିଛି ଗୋଟାଏ ନୀତି, କିଛି ଗୋଟାଏ ଆଦର୍ଶ ସହିତ ଆମକୁ ଯୋଡ଼ି ହେଇକି ବାନ୍ଧି ହେଇକି ରହିବାକୁ ପଡ଼େ। ଇଏ ଓଡ଼ିଶାର ଯେଉଁ ସଂସ୍କୃତି ରହିଛି, ଆମର ଯେଉଁ ଐତିହ୍ୟ ଆଉ ପରମ୍ପରା ରହିଛି, ଆମେ ସେ ସବୁକୁ ପ୍ରାୟ ଛାଡ଼ି ଚାଲି ଆସିଲୁଣି। ମୁଁ ଯୁବପିଢ଼ିଙ୍କ ପାଇଁ କହୁଛି, ଆମେ ପ୍ରାୟ ଛାଡ଼ି ଚାଲି ଆସିଲୁଣି। ଆଜି ଆପଣ ହୁଏତ ଓଡ଼ିଶୀ ନୃତ୍ୟଟେ ପରିବେଷଣ କରି କାର୍ଯ୍ୟକ୍ରମ ଆରମ୍ଭ କଲେ, କିନ୍ତୁ ଆଜିକାଲି ଆଉ ସେ ଓଡ଼ିଶୀ ନୃତ୍ୟ ଆଉ ଦେଖିବାକୁ ମିଳୁନି। ଆଇଟମ୍ ଡ୍ୟାନ୍ସ ଦେଖିବାକୁ ମିଳୁଛି, ଆପଣ ରେକର୍ଡ ଡ୍ୟାନ୍ସ ଦେଖିବାକୁ ମିଳୁଛି। ରେକର୍ଡ ଡ୍ୟାନ୍ସ ନହେଲେ ଲୋକ ବସୁନାହାନ୍ତି ସାମ୍ନାରେ ଏବଂ ଏଇଭଳି ଭାବରେ ପରିବେଶ ହେଲାଣି। ଯେଉଁଭଳି ଭାବରେ ଡିଜେ ବାଜୁଛି ଅତ୍ୟନ୍ତ ଶ୍ରୁତିକଟୁ, କିନ୍ତୁ ତାକୁ ହିଁ ଆଜିକାଲି ଲୋକ ଉପଭୋଗ କରୁଛନ୍ତି, ତାକୁ ହିଁ ସୁନ୍ଦର ବୋଲି କୁହାଯାଉଛି। ଗଣମାଧ୍ୟମରେ ତାହା ହିଁ ପରିବେଷିତ ହେଉଛି ଆକର୍ଷଣୀୟ ଭଙ୍ଗୀରେ। ଆମେ ଆଜି ଦିନରେ ନିଜର ମୂଳ ଯେଉଁ ମୂଲ୍ୟବୋଧ ଠାରୁ ଟିକେ ସମ୍ପର୍କ ହୁଗୁଳା କରିସାରିଲୁଣି, ଯାହାଫଳରେ କି ବିଭିନ୍ନ ଦିଗରୁ ଆସୁଥିବା ବିଭିନ୍ନ ପ୍ରକାରର ଯେଉଁ ଆସୁଛି ଖରାପ ପ୍ରଭାବ, ତା ଭିତରେ ଆମେ ଦିଗ୍ଭ୍ରଷ୍ଟ ହୋଇ ବିଭିନ୍ନ ଦିଗରେ ଯିବାରେ ଯାଉଛୁ। ମୁଁ ରାଜକିଶୋର ପାଣିଗ୍ରାହୀ ମହୋଦୟଙ୍କର ବହିଗୁଡ଼ିକ ଦେଖୁଥିଲି। କେବଳ ସେଇ ମୂଳ ନୀତି ସହିତ ମଣିଷକୁ ଯୋଡ଼ିବା ପାଇଁ, ପରିବେଶ ସହିତ, ଆମର ନୀତି ସହିତ, ଆମର ମୂଲ୍ୟବୋଧ ସହିତ, ଆମର ସଂସ୍କୃତି ସହିତ ଯୋଡ଼ିବା ପାଇଁ ସବୁତକ ବହି ତିଆରି କରୁଛି। ଗୋଟି ସବୁତକ ବହି ଦେଖିଲି, କେତେ ଚମତ୍କାର ପ୍ରସଙ୍ଗ ନେଇଛନ୍ତି। ତା ଭିତରେ ଏଇ କଥା ଗୁଡ଼ିକ ଆଉ ଆଲୋଚନା ତ କେହି କରୁନାହାନ୍ତି ନା। ଏ କଥା ଯଦି କିଏ କହିବ ତାକୁ ପୁରୁଣା କାଳିଆ ମରହଟ୍ଟି ଲୋକ କହିକି ଲୋକେ ନାକ ଟେକୁଛନ୍ତି ନା। ଆଜିକାଲିକା ପିଲା ଆଉ ଶୁଣିବା ପାଇଁ କାହାର ଧୈର୍ଯ୍ୟ ନାହିଁ, କୌଣସି ଉପଦେଶ କେହି ଶୁଣିବେ ନାହିଁ। କାରଣ ସେମାନେ ଯାହା ଟିଭିରେ ଦେଖିଲେ ତାହା ହିଁ ତାଙ୍କ ପାଇଁ ସତ୍ୟ ଏବଂ ସେଇଥିରେ ସେମାନେ ଆଗେଇ ଗଲେ। ଆଜି ସାହିତ୍ୟର ଅବସ୍ଥା କ'ଣ? ଆଜି ସାହିତ୍ୟ ଏଇଭଳି ଗୋଟେ ପରିବେଶରେ ସାହିତ୍ୟ କୋଉଠି ପହଞ୍ଚିଛି? ମୁଁ ଆଗରୁ ବୋଧେ ପୂର୍ବ ଥରେ କହୁଥିଲି, ଆଜିର ସମୟର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଘଟଣାଟା ହେଉଛି ଗୋଟେ ବିପଣନର ସଂସ୍କୃତି, ମାର୍କେଟିଂ କଲଚର। ଆମେ ଯେତେବେଳେ ଗୋଟେ କ୍ୟାପିଟାଲିଷ୍ଟ ଅର୍ଥନୈତିକ ବ୍ୟବସ୍ଥାଟାକୁ ଗ୍ରହଣ କଲେ, ସେଥିରେ ଗୋଟେ ବିପଣନ ହେଇଗଲା ମୁଖ୍ୟ। ସମଗ୍ର ବିଶ୍ୱ ହେଲା ଗୋଟିଏ ବଜାର ଏବଂ ସେଇ ବଜାରରେ ସାମଗ୍ରୀ ବିକିବା ହିଁ ହେଲା ଆମର କାମ। ଯେକୌଣସି ଜିନିଷ ଯଦି ବିକ୍ରି ନ ହେଲା
ଅଧିକ ସଂଖ୍ୟକ ଲୋକ ଯଦି ତାହାକୁ ଗ୍ରହଣ ନ କଲେ, ତାକୁ ନ କିଣିଲେ, ତା ପାଇଁ ଆଗ୍ରହ ପ୍ରକାଶ ନ କଲେ, ତାହା ଅଲୋଡ଼ା ହେଇଗଲା ଏବଂ ତାହା ଦୂରେଇ ଦିଆଗଲା। ଅତଏବ ଏଇଭଳି ଗୋଟାଏ ବିପଣନର ବଜାର ଭିତରେ ସାହିତ୍ୟକୁ ଏକ ସାମଗ୍ରୀ ପାଲଟି ଯିବାକୁ ପଡ଼ିଛି। এই যে কথাটি কହୁଛି ଆଉ ଥରେ ଦ୍ୱିତୀୟବାର ପୁଣି ରିପିଟ୍ କରୁଛି, ସାହିତ୍ୟ ଆଜି ଏକ ସାମଗ୍ରୀ ପାଲଟିଛି। ସାହିତ୍ୟ ଆତ୍ମାର ସ୍ୱର, ହୃଦୟର ଭାଷା। ସାହିତ୍ୟ ଏକ ସାମଗ୍ରୀ ହେବ କିପରି? କିନ୍ତୁ ଆଜି ଦିନରେ ଆପଣ କବିତାଟିଏ ଲେଖିଲେ, ସେ କବିତାଟି ଯଦି ଭଲ ପତ୍ରିକାରେ ପ୍ରକାଶିତ ହେବାକୁ ଅଛି, ତାହେଲେ ସେ ଆପଣଙ୍କୁ ନିଜକୁ ପ୍ରମୋଟ କରିବାକୁ ପଡ଼ିବ। ଯଦି ଆପଣ ବହିଟିଏ ଛାପିଲେ, ସେ ବହିଟି ବଜାରରେ କେମିତି ଅଧିକ ବିକ୍ରି ହେବ, ସେଥିପାଇଁ ଟିକେ କିଛି ଫନ୍ଦି ବା କୌଶଳ ଆପଣଙ୍କୁ କରିବାକୁ ପଡ଼ିବ। ଯେମିତି ଅନ୍ୟ କୌଣସି ସାମଗ୍ରୀକୁ ବିକ୍ରି କରାଯାଏ, ଠିକ୍ ସେହିପରି ଭାବରେ ସାହିତ୍ୟ ମଧ୍ୟ ଏକ ସାମଗ୍ରୀ ପାଲଟିଛି ଏବଂ ତାହାକୁ ଯିଏ ଭଲ ପ୍ୟାକେଜିଂ କରିପାରିଲେ ଏବଂ ଭଲ ବିଜ୍ଞାପନ କରିପାରିଲେ ଏବଂ ବିଜ୍ଞାପନର କୌଶଳ ନେଇ ବଜାରରେ ଯିଏ ପହଞ୍ଚାଇ ପାରିଲେ, ସିଏ ହିଁ ହେଇଛନ୍ତି ବଡ଼ ସାହିତ୍ୟିକ ଆଜି ଦିନରେ। ଆଜି ରାଜନୀତିରେ ଯେଉଁ ଅବସ୍ଥା ଦେଖୁଛନ୍ତି, ସାହିତ୍ୟରେ ବି ସେହି କଥା ଆସିଲାଣି। ଆମର ସମାଜ ଭିତରେ ଗୁଡ଼ାଏ ଥିଲା ଅପସଂସ୍କୃତି, ସାମନ୍ତବାଦୀ ପରମ୍ପରା ଗୁଡ଼ିଏ ଥିଲା। ଜଣେ ଉଚ୍ଚ ସ୍ତରର, ତାପରେ ଦ୍ୱିତୀୟ ଶ୍ରେଣୀ, ତାପରେ ତୃତୀୟ ଶ୍ରେଣୀ, ଆଉ ଜଣେ ଦଳିତ ଶ୍ରେଣୀରେ ଥିଲେ। ଏବେ ସାହିତ୍ୟରେ ମଧ୍ୟ ସେହି ପ୍ରକାରର ବର୍ଗୀକରଣ ହେଇଗଲାଣି। ଯଦି ରମାକାନ୍ତ ରତ୍ନ ସୀତାକାନ୍ତ ମହାପାତ୍ର ଏଠାରେ ଆସିଥାନ୍ତେ, ସିଏ ସର୍ବାଧୁ ଆଗରେ ବସିଥାନ୍ତେ, ଜଗନ୍ନାଥଙ୍କ ପରେ ତାଙ୍କର ସ୍ଥାନ, ତାପରେ ଆଉ ଯିଏ ଏକାଡେମୀ ପୁରସ୍କାର ପ୍ରାପ୍ତ, ତାପରେ ଆଉ ଯିଏ ଅନ୍ୟ କିଛି ଛୋଟିଆ ପୁରସ୍କାର ପାଇଛନ୍ତି, ଯିଏ କିଛି ପୁରସ୍କାର ପାଇନାହାନ୍ତି, ସେ ପଛ ସିଟ୍ରେ ବସିବେ। ଅତଏବ ଆମେ ଆମର ଅଜ୍ଞାତ ସାରରେ ଏଇଭଳି ଗୋଟାଏ ବର୍ଗୀକରଣକୁ ଆକ୍ସେପ୍ଟ କରିସାରିଲୁ। ଯଦି ବଡ଼ ଅତିଥିକୁ ଆଣିବେ, ତାଙ୍କୁ ସାମ୍ନା ସିଟ୍ରେ ବସିବାକୁ ପଡ଼ିବ, ନହେଲେ ସେ ଉଠି ପଳେଇଯିବେ। ଯଦି ସେମିତି ତାକୁ ଯଦି ଆଗେ କହିବାକୁ ନ ଦିଆଗଲା, ତାକୁ ଯଦି ଅଧିକ ସମୟ କହିବାକୁ ନ ଦିଆଗଲା, ସେ ରୁଷ୍ଟ ହେଇ ଚାଲିଯିବେ। ଇଏ ଯେଉଁ ବର୍ଗୀକରଣ ହେଇଛି, ଆଜ୍ଞା, ଇଏ ତ ଜମିଦାରଙ୍କ କାଳରେ ଥିଲା। ଆଜି ଦିନରେ ଗଣତନ୍ତ୍ର ଯୁଗରେ ପୁଣି ଏ ବର୍ଗୀକରଣ କାହିଁକି ଆକୁ କରୁଛି କିଏ? ଆମେ ଯେଉଁ ପୁରସ୍କାର ମାନ ପାଇଁ ଯେଉଁ ଅନୁଷ୍ଠାନ ହେଇଛି ଏବଂ ସେହି ପୁରସ୍କାର ଚୟନ କରିବା ପାଇଁ ଯେଉଁ ବ୍ୟବସ୍ଥା ମାନ ରହିଛି, ସେ ବ୍ୟବସ୍ଥାର ପାରଦର୍ଶିତା ସମ୍ପର୍କରେ ଅନେକ ପ୍ରଶ୍ନ ଉଠେଇ ଆମର କବିମାନେ ବିଭିନ୍ନ ଆର୍ଟିକଲ ସ୍ତମ୍ଭମାନ ଲେଖୁଛନ୍ତି। ମୋର ବନ୍ଧୁ ଅସିତ ମହାନ୍ତି ସାହିତ୍ୟ ଏକାଡେମୀର ପୁରସ୍କାର ସମ୍ପର୍କରେ ଅନେକ କଥା ଦେଖେଇଛନ୍ତି। ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ପୁରସ୍କାର ପଛରେ ଦୌଡ଼ୁଥିବା ଲୋକଟି ସେ ସାହିତ୍ୟର କ୍ଷତି ସାଧନ କରୁନାହିଁ ତ? ଏ ପ୍ରଶ୍ନଟା ମୁଁ କାହିଁକି ପଚାରୁଛି ଯେ ପୁରସ୍କାର ଜିନିଷଟା କ'ଣ କହିଲେ? ଇଏ ପୁରସ୍କାର ହଉ, ଏ ମାନ୍ୟତା ହଉ, ଏ ଯେଉଁ ଆନୁଷ୍ଠାନିକ ସମ୍ମାନ ହଉ, ଏ ସବୁ କ'ଣ? ଇଏ ସବୁ ଗୋଡ଼ି ମାଟିର ଜିନିଷ। ଯେଉଁମାନେ ସାହିତ୍ୟ କ'ଣ ବୁଝିଛନ୍ତି, ସାହିତ୍ୟର ମୌଳିକ ଆବେଗ କ'ଣ ଜାଣିଛନ୍ତି, ତାଙ୍କ ପାଇଁ ଏ ପୁରସ୍କାର ମାନ୍ୟତା ତ କିଛି ମାନେ ରଖେନି, କିଛି ମାନେ ରଖେନି। ଏ ସବୁ ଗୋଡ଼ି ମାଟିର ଜିନିଷ। କିନ୍ତୁ ଆଜି ସାମଗ୍ରୀର ବିପଣନ ଚାଲିଥିବା ବଜାରରେ এই ସାମଗ୍ରୀ ଗୁଡ଼ିକ, এই ପୁରସ୍କାର ଗୁଡ଼ିକ, এই ମାନ୍ୟତା ଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଯେ ଲେଖକମାନେ ସାହିତ୍ୟରେ ମନୋନିବେଶ ଯେତିକି କରନ୍ତୁ ବା ନ କରନ୍ତୁ, ଏହି ପୁରସ୍କାର ଗୁଡ଼ିକ କେମିତି ମିଳିବ, କେମିତି ଜୁଟେଇବା, ସେ ଉପାୟ କରିବାରେ ଲାଗି ପଡ଼ିଛନ୍ତି। ଯେଉଁ କାରଣରୁ କି ମାଟି ଗୋଡ଼ିର ଜିନିଷ ଯଦି ଆପଣଙ୍କୁ ଗୋଟେଇବାକୁ ପଡ଼େ, ତାହେଲେ ନଈ ପଡ଼ିବାକୁ ପଡ଼ିବ, ଏ ଭୂମିରେ ଦରାଣ୍ଡିବାକୁ ପଡ଼ିବ। ଆପଣ ଆକାଶର ତାରା, ସୂର୍ଯ୍ୟ ବା ଚନ୍ଦ୍ର ଦେଖିପାରିବେ ନାହିଁ। ମାଟି ଗୋଡ଼ିକୁ ଯିଏ ଗୋଟଉଥାଏ, ସେ ସର୍ବଦା ଭୂମି ନିଚମୁଖୀ ହେଇକି ନିମ୍ନମୁଖୀ ହେଇ ରହିଯାଏ। ଊର୍ଦ୍ଧ୍ୱମୁଖୀ ଚେତନା ତାର ବିକାଶ ହେଇପାରେ ନାହିଁ। ସାହିତ୍ୟ ଏକ ଆତ୍ମିକ ବିକାଶର ପ୍ରକ୍ରିୟା। ଆପଣଙ୍କର ହୃଦୟକୁ କହନ୍ତି ଯେ ଏ ସଂସାର, ସାରା ବିଶ୍ୱ ଏତେ ସୌନ୍ଦର୍ଯ୍ୟମୟ, ଏତେ ସୁନ୍ଦର, ଏ ସୌନ୍ଦର୍ଯ୍ୟକୁ ଖାଲି ଉପଲବ୍ଧି କରିବା ହିଁ ବୋଧେ ଜୀବନର ସାର୍ଥକ। ସାରା ବିଶ୍ୱ ଏତେ ବୈଚିତ୍ର୍ୟମୟ, ଏତେ ସୌନ୍ଦର୍ଯ୍ୟମୟ, ସେ ସୌନ୍ଦର୍ଯ୍ୟକୁ ଅନୁଭବ କରିବା, ଉପଭୋଗ କରିବା ଏବଂ ତା ସହିତ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମ୍ମିଳିତ କରିଦେବା, ଲୀନ କରିଦେବା ତା ଭିତରେ, ସେଇଟା ହିଁ ହେଉଛି ଗୋଟେ ଚମତ୍କାର ଉପଲବ୍ଧି, ଯାହାକି ସାହିତ୍ୟ ମାଧ୍ୟମରେ କରିହୁଏ। ବିଭିନ୍ନ ଛୋଟ ଛୋଟ ଭାବ ଭିତରେ ଆମେ ଗୋଟେ ବ୍ୟାପ୍ତ ଚେତନା ଭିତରେ ପାଖରେ ଯାଇ ପହଞ୍ଚି ଯାଉ। ସାହିତ୍ୟ କେବଳ ଉତ୍ତରଣର ହିଁ ମାଧ୍ୟମ। ସାହିତ୍ୟ ମାଧ୍ୟମରେ ଉତ୍ତରଣ ହିଁ ହୁଏ। କିନ୍ତୁ ସାହିତ୍ୟକୁ ଯେଉଁଦିନ ଆପଣ ସାମଗ୍ରୀ କରିଦେବେ, ଆପଣଙ୍କୁ ଅବତରଣ କରିବାକୁ ପଡ଼ିବ, ଆପଣଙ୍କୁ ଭୂଇଁକୁ ଅନେଇବାକୁ ପଡ଼ିବ, ନଈ ପଡ଼ି ଗୋଟେଇବାକୁ ପଡ଼ିବ। ଯେତେବେଳେ ପୁରସ୍କାର ନେବା ପାଇଁ ଯାଆନ୍ତି, ମୁଁ ବେଳେବେଳେ ଭାବେ, ଆଚ୍ଛା କହିଲେ ପୁରସ୍କାର ଦେଉଥିବା ବ୍ୟକ୍ତିକୁ ଯଦି ସେତିକି ଉଞ୍ଚା ନ ହେଇଥାଏ ଏବଂ ପୁରସ୍କାର ପାଉଥିବା ବ୍ୟକ୍ତି ଯଦି ବହୁତ ଡେଙ୍ଗା ହେଇଥାଏ, ଯଥା ମନୋଜ ଦାସକୁ ଆପଣ ଡାକିକି
ଯଦି ଅତ୍ୟନ୍ତ ଗୋଟିଏ ଛୋଟିଆ ନଗଣ୍ୟ ସଂସ୍ଥାରେ କ'ଣ ପୁରସ୍କାର ଦେବାକୁ ଯିବେ ସେତେବେଳେ ଅସୁବିଧାଟି ହେବ କ'ଣ ନା କ'ଣ ହୁଏ ପୁରସ୍କାର ଦେଉଥିବା ସଂସ୍ଥା ବା ବ୍ୟକ୍ତି ଅନ୍ତତଃ ସେତିକି ଉଚ୍ଚମାନର ନହେଲେ ଯୋଉ ବ୍ୟକ୍ତିଟି ତାର ପୁରସ୍କାର ଗ୍ରହଣ କରୁଛି ତାକୁ ଟିକେ ନଇବାକୁ ପଡ଼ିବ, ତାକୁ ମୁଣ୍ଡ ନୋଇଲେ ସେ ତାକୁ ରିସିଭ୍ କରିପାରିବ ନାହିଁ। ଆଚ୍ଛା, ଏବେ ଦେଖାଯାଉଛି ସବୁ ସାହିତ୍ୟିକ ମାନେ ନଈ ପଡ଼ିଛନ୍ତି କୋଉଠି ନା କୋଉଠି ଟିକେ ଅଣ୍ଟା ଭାଙ୍ଗି ଯାଇଛି, କୋଉଠି ନା କୋଉଠି ଟିକେ ମୁଣ୍ଡ ତଳକୁ ହେଇଯାଇଛି। ଏବଂ ଆମ ପାଠରେ ପୁରା ଅଛି ନଈ ପଡ଼ିଥିବ ଯେତିକି ବେଳେ ବିଦାୟ ମାରିବ ସେତିକି ବେଳେ। ପ୍ରତିଯୋଗୀ ମାନେ ଅଛନ୍ତି, କିଏ କଛା ଖୋଲି ନେବାକୁ ତିଆର ତ କିଏ ପୁରସ୍କାର ଝାମ୍ପି ନେବାକୁ ତିଆର। ଯେତେବେଳେ ଯୋଉଠି ପୁରସ୍କାରଟି ଘୋଷଣା ହୁଏ ସେତେବେଳେ କୋଉଠି ନା କୋଉଠି ପୁଣି ଗୋଟେ ପ୍ରତିକ୍ରିୟାର ସ୍ୱର ମଧ୍ୟ ଆସେ, ଏ ଚୟନ ଠିକ୍ ହେଲା ନାହିଁ, ଏ ବିବେଚନା ଠିକ୍ ହେଲା ନାହିଁ। ଏବଂ ଏଇଥିରେ ସାହିତ୍ୟିକ ମାନେ ଏତେ ସମୟ ନଷ୍ଟ କରିଦେଉଛନ୍ତି ଯେ ପ୍ରକୃତରେ ସାହିତ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ରହୁଛି ନା ନାହିଁ ସନ୍ଦେହ। ସାଧାରଣ ଶ୍ରଦ୍ଧା ବା ଭଲ ପାଇବା ଟିକିଏ ନ ରହିଲେ ସାହିତ୍ୟ ବଞ୍ଚିବନି। ଆଜି ଆପଣ ଏଇ ଯୋଉ ପରିବେଶଟି କରିଛନ୍ତି, ଏ ପରିବେଶର ପ୍ରାଣ ହେଲା, ଏ ପରିବେଶର ମୁଖ୍ୟ ଶକ୍ତି ହେଲା ସେଇ ଶ୍ରଦ୍ଧା, ଭଲ ପାଇବା ଆଉ ଆପଣାପଣ। ପରସ୍ପର ଭିତରେ ସେ ଆପଣାପଣଟା ଅଛି ବୋଲି ଆପଣ ଏକାଠି ହେଇଛନ୍ତି। ଏବଂ ଏଇ ଜିନିଷଟା ହେଉଛି ସାହିତ୍ୟର ପ୍ରଥମ ମୂଳ ଉପାଦାନ, ଶ୍ରଦ୍ଧା ଆଉ ଭଲ ପାଇବା। এই শ্রদ্ধা ও ভাল পাইবা ন রহিলে কৌশি সাহিত্য সৃষ্টি হয়ে পারিব না, রহব না। অনেক সাহিত্য হচ্ছে লোক কহতি যে সাহিত্যটা গোটে নিজের ব্যক্তির নিজস্ব কথা, তার নিজের কল্পনা, তার নিজের চিন্তা ধরিকি সে যা পারিব তা লিখব না। মু সেটা মানে না। নিজে যাহা কর বা ন কর, তোমার পারিবারিক পরিবেশ, সমাজ, সংস্কৃতি, মূল্যবোধ এ সমস্ত সহিত তার কোটি না কোটি গোটে সম্পর্ক নিশ্চয় আছে। সম্পূর্ণ স্বার্থপর ভাবে কেবল নিজের ইচ্ছা বা নিজের কৌশি গোটে চিন্তা বা পরিপ্রকাশ করে বসিলে তাহা সাহিত্য ହେବ ନାହିଁ। সাহিত্য সেতিকি বেলে হব তাহা যেতেবেলে গোটে পাঠকর হৃদয়কে ছুঁইব। পাঠক তো অন্য জন লোক হেলা না। সাহিত্য যে লেখকঠু পাঠক পর্যন্ত যোড়ি দেউথিবা রেখাটা হচ্ছে সাহিত্য। লেখক ঠারু পাঠক পর্যন্ত যোড়ি দেউথিবা সূত্রটি হচ্ছে সাহিত্য। এবং যদি অন্য জনক হৃদয়কে তাহা ন ছুঁইলা তাহা সাহিত্য পদবাচ্য ହେବ কিপরি? এবং সাহিত্য হেবা পাই হেলে মতে মো নিজ ঠারু টিকে উপরকু যাওয়া পড়িব, নিজ ঠারু টিকে বাহারকু যাওয়া পড়িব, মো পাখরে চারি পাখরে থিবা পরিবেশকু, ব্যক্তিকু, সমাজকু টিকে কোলেই নেওয়া পড়িব, তা নহলে সাহিত্য হয়ে পারিব না। আজি ସବୁଆଡେ কেবল ମୁଁ କାର, কেবল অহংকারর দৃশ্য আপনার দেখবে। এবং যেতে বাক বিতণ্ডা চালিছি, যেতে যুক্তিতর্ক চালিছি, যেতে বিবাদ চালিছি, তাহা মূলে রয়েছে কেবল ছোট ছোট ইগো, ছোট ছোট অহংকার। আমি সমস্তে যেতবে আমি ঐশ্বর্য চেতনা কথা কହୁଛେ, বিভিন্ন কারুণ্য দর্শন কথা চিন্তা করুছে, ସବୁଥିର মূল মন্ত্রটি হচ্ছে যে অহংটাকে আগে ত্যাগ করে টিকে উপরକୁ উঠিলে ভাই। এই অহংটিকে ত্যাগ ন কলা পর্যন্ত আপনার নিজ জীবনের শান্তি নাই, সন্তোষ নাই। এবং সাহিত্য তো বহুত বড় কথা। অহংকু দূর ন কলা পর্যন্ত ଆପଣ ନିଜେ ଟିକେ ପରିଷ୍କାର ହେଇପାରିଲେନି, ଆପଣଙ୍କର ଚିନ୍ତାଧାରାଟା ଟିକେ ସ୍ପଷ୍ଟ ହେଲା ନାହିଁ, ମୁକ୍ତ ହେଲା ନାହିଁ, ତ ଲେଖିବେ କ'ଣ? ଖାଲି ଗୁଡ଼ାଏ କ'ଣ ରାମ୍ପି ଦେଲେ, ଶବ୍ଦ ଗୁଡ଼େ ଲେଖିଦେଲେ କ'ଣ ସାହିତ୍ୟ ହେଇଯାଏ? ତା ଭିତରେ ଯୋଉ ଭାବଟା ଥିବ, ସେ ଭାବଟା ନିଜଠାରୁ ଉପରକୁ ଯାଇ ସମସ୍ତଙ୍କୁ କୋଳେଇ ନେବାର ଭାବଟା ଯଦି ନ ଆସିଲା, ସେସବୁ ଠିକ ହେବ। ମୁଁ ଏ କଥାଟି ବଡ଼ ବାରମ୍ବାର କହୁଛି ଏଇଥିପାଇଁ, ଆଜିର ସଂସାରରେ, ଆଜିର ସମାଜରେ କେବଳ ମୁଁ କାରର ଜୟଗାନ ଚାଲିଛି, ମେ ଚାଲିଛି। ସବୁ ଜାଗାରେ ଖାଲି ଆଇ। ଏବଂ ଆଜି ଆପଣ ଯେତେ ଇଲନେସ୍ ଦେଖୁଛନ୍ତି, ସବୁ ଇଲନେସ୍ର ପ୍ରଥମ ଅକ୍ଷର ହେଉଛି ଆଇ। ଆଉ ଆଇଟାକୁ ବଦଳେଇ ଯଦି ଉଇ କରିଦେବେ, ସେ ଇଲନେସ୍ଟା ୱେଲନେସ୍ ହେଇଯିବ। ସବୁ ଇଲନେସ୍ର ପ୍ରଥମ ଅକ୍ଷରଟି ଆଇ, ଆଇଟାକୁ ଘୁଞ୍ଚେଇ ଦେଇ ଯଦି ଉଇ ବସେଇ ଦେବେ, ସବୁ ଇଲନେସ୍ ୱେଲନେସ୍ରେ ପରିଣତ ହେଇଯିବ। ଛୋଟିଆ ଫର୍ମୁଲା, ମୁଁ ଠାରୁ ଆମେ ପର୍ଯ୍ୟନ୍ତ ଆଗେଇ ଯିବା। ମୁଁ ଠାରୁ ଆମେ ପର୍ଯ୍ୟନ୍ତ କେମିତି ଆଗେଇବା? ଲୋକେ କୁହନ୍ତି କିଏ ଖାଲି ଏକ ବଚନ ବହୁବଚନର କଥା ନୁହେଁ। ଗୁଡ଼ାଏ ମୁଁକୁ ଏକାଠି କରିଦେଲେ ଆମେ ହେଇଯିବ, ତା ନୁହଁ। ଗୁଡ଼ାଏ ମୁଁକୁ ଏକାଠି କରିଦେଲା ପରେ ଇଏ ଯେତେ ଗୋଜିଆ ପଥର, ଆପଣ ଯଦି କଂକ୍ରିଟ ପକେଇକି ରାସ୍ତା ତିଆରି କରନ୍ତି, ଆପଣ ଦେଖିଥିବେ ଯଦି କଂକ୍ରିଟ ଭାଗ ଖାଲି ପଡ଼ିଥିବ, ଗୁଡ଼ାଏ ମୁଁ ପଡ଼ିଛନ୍ତି, ଗୁଡ଼ାଏ ଗୋଜିଆ ପଥର ପଡ଼ିଛନ୍ତି, ତା ଉପରେ ଆପଣ ଚାଲି ପାରିବେନି, ଗୋଡ଼ରେ ଗଳି ଯାଉଥିବ। ତାକୁ ଟିକେ ରଗଡ଼ିକି ସମାନ କରିବାର ଅଛି। ତା ଦେହରେ ଟିକେ ଆପଣାପଣ ଆଉ ଆତ୍ମୀୟତାର ପିଚୁ ଢାଳିଦେବାର ଅଛି। ସେ ଆପଣାପଣର ପିଚୁ ଯଦି ଢାଳିଦେବା, ତାହେଲେ ଇଏ ଗୋଜିଆ ପଥର ସବୁ ମିଶିକି ସମାନ ହେଇଯିବ। ତାପରେ ରାସ୍ତା ହବ ଆମେ, ଆମର ରାସ୍ତା ତିଆରି ହବ। ଇଏ ମୁଁ ଠାରୁ ଆମେ ପର୍ଯ୍ୟନ୍ତ ନଗଲା ପର୍ଯ୍ୟନ୍ତ ଇଏ ସଂସାରରେ
आमर भितर साधारण जो कहती संतोष टिके शांति टिके तो नहीं साहित्य आस साहित्य जदि आक्रोश प्रतिहिंसा ईर्षा यह भावधारा रहा जिते सुंदर भाषा व्यवहार कले अन्य हृदय को स्पर्श कर आम देखुचे जो बर्तमान सामाजिक गणमाध्यम एक चमत्कार आम हाथ में आसी साधन मात्र किछि वर्ष पूर्वे जिन आम पाखे नथिला गोटे लेखा लिखि सारा पर समस्त जानी वयस्क व्यक्ति मैंने बसी गोटे लेखाटी केमी क्या पाखे पहुंचेगा बोली पहुंचे हो केमी टाइप कराब केमी कागज लेखा हम डाके रेजिस्ट्री कर पठेले कौ जगह पहुंचो आज तो फेसबुक रे ओडिया रे लिखि हो लिखिदेला मात्र के हजार हजार लोग सागे सागे पढ़ुते एवं से कारण ये जो साधन आम पाखे आसीगला तकनीकी साधन आसीगला ये साधन फल गोटे चमत्कार गोटे बड़ खोला अगणा बर्तमान उन्मुक्त होगा ये खोला अगणा कौन करवा आम से आम उपर निर्भर कर बहुत बड़ खेल पड़ियाटे मिलगला कौन करवा से खेल पड़िया आप चाहिए खेली पारती दौड़ी पारती से खेल पड़िया चाहिए आप फूल गच लगे चमत्कार से उद्यान सृष्टि कर चाहिए से झाड़ा फेरिकी गोटे गोह पड़िया कर चॉइस आप आज ये सामाजिक गणमाध्यम को ये चमत्कार खोला पड़िया को लोके गुह पड़िया परिणत कर आप जहा मन में जहा विकार अच्छी जहा पाखे जहा छोट बड़ कथा आसला से सबू से पके बाक्ष नहीं विचार नहीं कहा कौ कथाटा समस्त आगे बांटा कथा कौ कथाटा व्यक्तिगत कथा ता भितर किसी बारण नहीं जी जहा चाहिए ता लिखला ता फल कौन ना बर्तमान तादर जो शालीनता था जो सौंदर्य थिला जो आम परस्पर भितर भाव विनिमय जो गोटे तादर सुंदरता थिला सी नष्ट हो गला खाली रुषा रुषि रगा रगी सोदा सोदी चली आगे जो देखिए दले दले भक्त बाहर दले आंटी भक्त बाहर से भक्त वाला किसी कही जाऊँ आंटी भक्त किसी कही जाऊँ अरे बाबा एड़े सुंदर साधन टे मिली आम पाखे आम चाहिए से ही साधन भितर केते भल भल काम करूँ जेबे भी जहाँ है जिते विज्ञान आपन को देती से परमाणु शक्ति हो विद्युत शक्ति हो जहाँ भी देती सबूर उपयोग उपर निर्भर करुँच तार मूल्य आम जदि छुरीटा को लेकिन परिवा काटिबा परिवा काटिबा छुरी नहीं कहा पेटरे गलैदेवा पेटरे गलैदेवा ये साधन छुरी किसी भूल ना ए व्यवहारकारी ही भूल व्यवहारकारी निआटा को नहीं रोषे कर कि निआटा को नहीं घरे लगे कह चाल पोड़ीदेव यहाँ व्यवहारकारी निर्भर कर सामाजिक गणमाध्यम आज दिन में मो विचार में एक चमत्कार सुजोग नहीं आसी आम भली साधारण जनता जो मान बड़ बड़ पत्रिकार माने राजद्वार बंद हो जाइए सिंहद्वार भेद करने आम पाखे शक्ति नहीं से जो जगुआला बसी से जगुआला मान तृप्त न कले भर को टिकट मिलूना से लोक अंततः ये निजर लेखा को निजर भाव को प्रकाश कर निजर पाठक मान के पहुंचवा पाखे सुजोग रही किंतु आमे ताहाको विनियोग करबा केते संयत भाव में करबा केते शालीन भाव में करबा एवं निज लेखाटी को प्रकृत सत कथा होची मु एबे कहूची मोर अनुभूति कहूची फेसबुक माध्यम रे मु अनेक भल भल लेखा पढ़ा पाई अनेक छोट छोट पिला कॉलेज रे पढुचंती ताकर देखिला बेलू प्रोफाइल देखले जानी पारुची छोट छोट पिला अति चमत्कार लिखुचंती चमत्कार लिखुचंती से सेमिति कविता पठेले हुए तो पत्रिका रे कई नबाहर कर परम किंतु आज फेसबुक माध्यम से कविता पढ़ा मिलूँ और मुझे सदाबे किसी ना नहीं धाड़े धाड़े प्रशंसा कर लिखे बापा आप लेखाटी पढ़ी मत भारी भल लगे अंततः ता मन में लगे कई तो गोटे लोक अच्छी क्या तो भल लगे अनेक प्रतिभा संपन्न पिला गाँ गहली में अच्छा सन्देह नहीं आमर बणमल्ली बण में फुटिकी बण में झरी जामी सामना को आनिबा विभिन्न उपाय लोके करुँच फेसबुक गोटे यही सामाजिक गणमाध्यम को सद्व्यवहार करी आमे लुकायित प्रतिभा मानू जदि सामना को आनी परिबा ताठू बड़ी बड़ कथा किसी हम ना बहुत सुंदर कथा साहित्य घर परिकल्पना कौन साहित्य घर मौलिक परिकल्पना होती ओडिशार ग्रामांचल दूर दूरांत जो प्रतिभा माने रही से प्रतिभा मान को केमी सुजोग दबा चिन्हट करवा से आग को आसवे ताही तो उद्देश्य था साहित्य घर जो बैनर मरा होता से दुधाड़ी लेखाई आम पवन दिग सीना बदल पारिबा नहीं किंतु आम नार तलईटा को तो दिग बदल पारिबा जो दिगरू पवन बहुची से दिग को बहीदेले आम डंगा भी चले अर्थात परिस्थिति और परिवेश लक्ष्य को कौशल परिवर्तन उपाय परिवर्तन करवा एवं आम लक्ष्य रही जे प्रतिभा संपन्न व्यक्ति माने
କେମିତି ଆଗକୁ ଆସିବେ ଏବଂ ଉଚ୍ଚମାନର ସାହିତ୍ୟ କିଭଳି ଅଧିକରୁ ଅଧିକ ସୃଷ୍ଟି ହେବ ତାହା ପ୍ରକୃତରେ ଆମେ କରୁଛେ କି ନ କରୁଛେ ସେଟା ଅନ୍ୟ ଏକ ପ୍ରଶ୍ନ। କିନ୍ତୁ ଆମର ଲକ୍ଷ୍ୟ ହେବା ଉଚିତ, ସାହିତ୍ୟ ଘରର ମୌଳିକ ଲକ୍ଷ୍ୟ ଏହା ହେବା ଉଚିତ, ଆମ ଅଞ୍ଚଳର ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା, ନମ୍ବର 1। ନମ୍ବର 2, ଆମର ଓଡ଼ିଶାର ସଂସ୍କୃତି ଭିତରେ ବହୁତ ବିବିଧତା ରହିଛି। ପ୍ରତ୍ୟେକ ଗାଁର ଇତିହାସ ଏବଂ ପ୍ରତ୍ୟେକ ଜାଗାରେ କାହାଣୀ ଭରି ରହିଛି। ମୋତେ ତ ଲାଗେ ଏଠି ଯେତେ ନଦ ନଦୀ, ଯେତେ ପାହାଡ଼ ତାକୁ ନେଇ ସେତେ କାହାଣୀ, ଯେତେ ମନ୍ଦିର ତାକୁ ନେଇ ସେତେ କିମ୍ବଦନ୍ତୀ ଭର୍ତ୍ତି ହେଇ ରହିଛି। ଆମେ ଛୋଟରୁ ଛୋଟ କାହାଣୀ ଗୁଡ଼ିକୁ ତାକୁ ଏକାଠି କରି ଗୋଟେ ଜାଗାରେ ସନ୍ନିବେଶିତ କରି ବହିଟିଏ କଲେ କେମିତି ହୁଅନ୍ତା? ଯଦି ବେଗୁନିଆ ଅଞ୍ଚଳର ଲୋକକଥା ଆଉ କାହାଣୀ, ବେଗୁନିଆ ଅଞ୍ଚଳର କିମ୍ବଦନ୍ତୀ, ବେଗୁନିଆ ଅଞ୍ଚଳର ଯେଉଁ ଐତିହାସିକ କଥା ଯାହା ଲୁଚିଗଲାଣି, ଲୋକଙ୍କ ନଜରରେ ଆସୁନି, ତାକୁ ଏକାଠି କରାଯାଉ। ଏଭଳି ଗୋଟେ ଉଦ୍ୟମ କରାଯାଇପାରେ। ପ୍ରତ୍ୟେକ ଅଞ୍ଚଳରେ ଅନେକ ଲୋକ ଅଛନ୍ତି, ବୁଢ଼ା ବୁଢ଼ା ଲୋକ ଅଛନ୍ତି, ପ୍ରାୟ ମରି ହଜି ଯିବାକୁ ବସିଲେଣି। ତାଙ୍କ ପାଖରେ ଏମିତି ଅନୁଭୂତି ସବୁ ଅଛି। ସେ କିଏ ଅଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଦେଖିଥିଲେ ତାଙ୍କ ପିଲାଦିନେ, କିଏ ସେ ଅଛନ୍ତି ଯିଏକି ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, କିଏ ସେ ଅଛନ୍ତି ଯିଏକି ଡକ୍ଟର ମହତାବ ସହିତ କାମ କରିଥିଲେ। ସେ ବ୍ୟକ୍ତିମାନେ ଆମ ଭିତରୁ ଧୀରେ ଧୀରେ ସବୁ ହଜିଯିବେ। ସେଇମାନଙ୍କର ଅନୁଭୂତିକୁ ସଂଗ୍ରହ କରି ଗୋଟେ ପୁସ୍ତକ ଆକାରରେ ଏକାଠି କରିବାର ମଧ୍ୟ ଆବଶ୍ୟକତା। ଆମ ଭିତରେ ଥିବା ଯେଉଁମାନେ ବୟସ୍କମାନେ ଅଛନ୍ତି, ଅଭିଜ୍ଞମାନେ ଅଛନ୍ତି ଏବଂ ଯେଉଁମାନେ ଲୋକକଳାର ଯେଉଁମାନେ ବିଶାରଦ ଅଛନ୍ତି, ଆଜି ଯେମିତି ଦେଖିଲେ ସେ ପିଲାମାନେ ଯିଏ ଚିତ୍ର ଆଙ୍କୁଛନ୍ତି, ଯିଏ ମୁଖା ତିଆରି କରୁଛନ୍ତି, ଏମାନେ ସବୁ ସ୍ଥାନୀୟ ପ୍ରତିଭା। ଏମାନଙ୍କ ପାଖରେ ହୁଏତ ସେଭଳିଆ ପ୍ରୋତ୍ସାହନ ନାହିଁ ଯାହାଫଳରେ କି ଏମାନେ ହୁଏତ ବିଶ୍ୱ ଦରବାରକୁ ଯାଇପାରୁନାହାନ୍ତି ବା ଜାତୀୟ ସ୍ତରକୁ ଯାଇପାରୁନାହାନ୍ତି। କିନ୍ତୁ ଆଗ ପାଖରେ ପ୍ରତିଭାର କମି ନାହିଁ। ଯେଉଁ ପିଲାମାନେ ଏଇ ଚିତ୍ର ଆଙ୍କୁଛନ୍ତି, ଯେଉଁ ପିଲାମାନେ ଏଇ ମୁଖା ତିଆରି କରୁଛନ୍ତି, ଏହି ପିଲାମାନଙ୍କ ପାଖରେ ଏଭଳି କଳା କୌଶଳ ରହିଛି ବର୍ତ୍ତମାନ ଚମତ୍କାର ଉଦ୍ୟମ। ରବୀନ୍ଦ୍ର ପାଣିଗ୍ରାହୀ ପ୍ରାଧ୍ୟାପକ ମହୋଦୟଙ୍କୁ ମୁଁ ସଦାବେଳେ ଏଥିପାଇଁ ସମ୍ମାନ କରେ, ହୃଦୟର ସହିତ ସମ୍ମାନ କରେ ଯେ ତାଙ୍କର ଦୃଷ୍ଟିଭଙ୍ଗୀ ସଦାବେଳେ ଟିକେ ନିଆରା। ସାଧାରଣ ପାରମ୍ପରିକ ଭାବରେ ସଭା ସମିତି ନ କରି ତା ସହିତ ଆଉ କିଛି ସ୍ଥାନୀୟ ଜିନିଷ ଏବଂ ଏଇ ଅଞ୍ଚଳର ଯେଉଁଟା ବିଶେଷତ୍ୱ ତାକୁ ଟିକେ ଯୋଡ଼ି ଦେବାରେ ସେ ସିଦ୍ଧ ଅଛି। ମୋତେ ଥରେ ଫୋନ୍ କରି କହିଲେ ଆମ ଅଞ୍ଚଳରେ ଗୋଟେ ଶ୍ମଶାନ ଡିଙ୍ଗର ଗାଁ ଅଛି, ତାଙ୍କ ଶ୍ମଶାନରେ ଦୀପାବଳି ଦିନ ପିଲାଏ ଦୀପ ଜାଳିଛନ୍ତି, ଦୀପାବଳି ପାଳିଲେ ଶ୍ମଶାନରେ। ମୁଁ ଯାହା କେଡ଼େ ସୁନ୍ଦର କଥା, ଆପଣଙ୍କ ପାଖରେ ଫଟୋ ଅଛି ଗୋଟେ ଦିଅନ୍ତୁ, ମୁଁ ତାକୁ ସମ୍ବାଦରେ ବାହାର କରିବି। କୌଣସି ଏଇଭଳି ସମ୍ବାଦ ଗୁଡ଼ାକ ସାଧାରଣତଃ ପ୍ରକାଶ ପାଏ ନାହିଁ, ଲୋକଙ୍କ ନଜରରେ ପଡ଼େ ନାହିଁ। ପ୍ରାଧ୍ୟାପକ ପାଣିଗ୍ରାହୀ ମହୋଦୟଙ୍କ ନଜରରେ ପଡ଼ିଲା, ମୁଁ ତାକୁ ସମ୍ବାଦ ଡଟିଂ ତାକୁ ଇଂଲିଶରେ ଲେଖେଇଲି, ତାକୁ ଓଡ଼ିଆରେ ଲେଖେଇଲି ଯେ ଆମର ଗ୍ରାମାଞ୍ଚଳରେ କେତେ ଅଭିନବ ଚିନ୍ତାଧାରା ରହୁଛି, କେତେ ତାଙ୍କ ଭିତରେ ସୃଜନଶୀଳ ପ୍ରତିଭା ରହୁଛି, ନୂଆ ନୂଆ କଥା ଚିନ୍ତା କରୁଛନ୍ତି, ତାକୁ ଆମେ ଆଗକୁ ନେବା, ତାହା ହିଁ ଆମର ଦାୟିତ୍ୱ ହେବ। ଆଜି ଦିନରେ ମୋର ଏତିକି କେବଳ କହିବାର ଅଛି, ସାହିତ୍ୟ ଘର ମାଧ୍ୟମରେ ଆମେ ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ପ୍ରୋତ୍ସାହିତ କରିବା ନମ୍ବର 1 ଏବଂ ଆମ ସମସ୍ତଙ୍କ ଭିତରେ ମୁଁ କାହାର ନ ରଖି ସେ ମୁଁକୁ କେମିତି ମିଶେଇକିରି ଆମେରେ ପରିଣତ କରିବା, ଯାହାଫଳରେ ଚମତ୍କାର ରାଜରାସ୍ତା ତିଆରି ହେବ। ସମୃଦ୍ଧି ଏବଂ ବିକାଶର ସେ ଆମେ ରାଜରାସ୍ତା ତିଆରି କରିବା ପାଇଁ ସଂକଳ୍ପ ନେବା। ଏତିକି କହି ମୁଁ ବିଦାୟ ନେଉଛି। ଧନ୍ୟବାଦ।